देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। श्रीरामଙ୍କୁ स्वागत କରିବା ପାଇଁ ଭ୍ରାତା ଭରତ ରାମ ପାଦୁକା ଶିରରେ ଧରି ଅପେକ୍ଷା କରିଥିଲେ। ସରଜୁ ନଦୀ ତଟରେ ରାମ ଲକ୍ଷ୍ମଣ ଏବଂ ସୀତାଙ୍କୁ ସ୍ୱାଗତ କରି ଅଯୋଧ୍ୟାକୁ ପାଛୋଟି ନେଲେ। ରାମଙ୍କ ଆଗମନରେ ଅଯୋଧ୍ୟାପୁର ଉତ୍ସବ ମୁଖରିତ ହୋଇ ଉଠିଲା। ପ୍ରଜାଗଣ ଆନନ୍ଦ ଉତ୍ସବରେ ମାତି ଉଠିଲେ। ରାମଚନ୍ଦ୍ର ଅନ୍ତପୁରରେ ପ୍ରବେଶ କରି ମାତାଗଣଙ୍କ ଆଶୀର୍ବାଦ ଲାଭ କଲେ। ବଶିଷ୍ଠ ଆଦି ମୁନିଗଣ ଶ୍ରୀରାମଙ୍କୁ ମୁଣ୍ଡନ କରାଇ ତୀର୍ଥ ଜଳରେ ଅଭିଷେକ କରାଇଲେ। ରାଜା ହୋଇ ଆନନ୍ଦ ମନରେ ଗାର୍ହସ୍ଥ ଜୀବନ ପାଳନ କଲେ। ଏକଦା ରାତ୍ର କାଳରେ ନଗର ମଧ୍ୟରେ ଭ୍ରମଣ କରିବା ସମୟରେ ଜଣେ ଗୃହସ୍ୱାମୀ ତାଙ୍କ ପତ୍ନୀକୁ ଅସତୀ ବୋଲି କହି ଘରୁ ବାହାରି ଯିବାକୁ ଧମକ ଦେଉଥିବା ଶୁଣିଲେ। ଅପବାଦ ନ ସହିଲେ ସୀତାରେ ରାମ କୋପ କଲେ। ପ୍ରିୟାର ଗର୍ଭବାସ ଦେଖି ତାର ବିଚ୍ଛେଦ ହୋଇ ଦୁଃଖୀ। ଏ ଲୋକ ଅପବାଦ ଭୟ କରିବି କେବଳ ଉପାୟ। ଲକ୍ଷ୍ମଣେ ରାଇ ରଘୁନାଥ ତା ସଙ୍ଗେ ଭାଳିଲେ କାନ୍ତ। ବାଲ୍ମୀକି ଜାତ କର୍ମ କଲେ ପୁତ୍ର ଦୁହିଁଙ୍କ ନାମ ଦେଲେ। ପ୍ରଥମ କୁଶ ନାମେ ଖ୍ୟାତ ଅନ୍ୟ ଲବ ନାମେ ବିଦିତ। ହେମନ୍ତେ କିଛି ଦିନ ଅନ୍ତେ ରାମ ଚଳିଲେ ସୀତା ପଥେ। ରାମ ଆଗମ ଶୁଣି କର୍ଣ୍ଣେ ତକ୍ଷଣେ ବରୁଣ ଭୁବନେ। ଜାନକୀ ହୋଇଲେ ପ୍ରବେଶ ମନେ ଅନେକ କରି ରୋଷ। ସୀତାର ନ ପାଇ ସନ୍ଦେଶ ରାମ ଚଳିଲେ ନିଜ ଦେଶ। ଲବ କୁଶଙ୍କୁ ସଙ୍ଗେ ନେଲେ କୁଶକୁ ଅଧିକାର ଦେଲେ। ଅଙ୍ଗଦ ଚିତ୍ର କେତୁ ଦୁଇ ଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ। ତକ୍ଷ ପୁଷ୍କଳ ବେନି ଭାଇ ଭରତ ପତ୍ନୀ ଗର୍ଭେ ହୋଇ। ସୁବାହୁ ଶ୍ରୁତ ସେନ ବୀର ହୋଇଲେ ଶତ୍ରୁଘ୍ନ କୁମର। ଭରତ ଦିଗ ବିଜେ କରି କୋଟି ଗନ୍ଧର୍ବ ବଳ ମାରି। ଯୁଦ୍ଧେ ପାଇଲା ଯେତେ ଧନ ଦେଲା ସେ ରାମ ସନ୍ନିଧାନ। ଶତ୍ରୁଘ୍ନ ଦିଗ ବିଜେ କରି ଲବଣ ମଧୁ ପୁତ୍ର ମାରି। ମଥୁରାପୁର ମଧୁବନେ ପୁରୀ ସ୍ଥାପିଲେ ପ୍ରଜା ଜନେ। ଧନ ଶ୍ରୀରାମ ଆଗେ ଦେଲା ପୁତ୍ରକୁ ତହିଁ ରାଜା କଲା। ଲକ୍ଷ୍ମଣ ଚନ୍ଦ୍ର ଜ୍ୟୋତି ପୁରୀ ପୁତ୍ରକୁ ତହିଁ ରାଜା କରି। ରାମ ଯେ ଜାନକୀ ବିଚ୍ଛେଦେ ମନ ନ କଳ୍ପେ ରାଜପଦେ। ସୀତାର ଗୁଣ ଚିନ୍ତି ମନେ ନିଦ୍ରା ନ ମାଡ଼ଇ ନୟନେ। ସ୍ତ୍ରୀ ପୁରୁଷ ସଙ୍ଗ ଏହି କେଶ ହେ ନର ଦେହ ବହି। ସେଦିନୁ ବ୍ରହ୍ମଚର୍ଯ୍ୟ କରି ରାମ ହୋଇଲେ ବ୍ରହ୍ମଚାରୀ। ବର୍ଷ ସହସ୍ର ତ୍ରୟୋଦଶ ନିରତେ ବ୍ରହ୍ମଚାରୀ ବେଶ। ଅଖଣ୍ଡ ଅଗ୍ନିହୋତ୍ର କଲେ ବଶିଷ୍ଠ ଆଦି ମୁନି ତୁଲେ। ଦକ୍ଷିଣା ଦେଲେ ତୋଷ ଚିତ୍ତେ ସନ୍ଧ୍ୟା ମଧ୍ୟାହ୍ନେ ଅବିରତେ। ସଂସାରେ ସ୍ଥାପି ନିଜ ଯଶ ସ୍ୱଧାମେ ହୋଇଲେ ପ୍ରବେଶ।
ସୁଲଭ କୁଶଙ୍କୁ ରାଜ୍ୟ ଦେଇ ସକଳ ଜନ ପ୍ରଜାରାଇ ଚତୁର୍ଦ୍ଧା ରୂପେ ରଘୁନାଥ ଚଳିଲେ ଉତ୍ତରର ପଥ ସ୍ଥାବର ଜଙ୍ଗମାଦି କୀଟ ଘେନି ଚଳିଲେ ବୈକୁଣ୍ଠ ବୋଲନ୍ତି ସୁକ ବ୍ରହ୍ମ ଋଷି ଶୁଣ ରାଜା କୁରୁ ବଂଶୀ ରାମଚରିତ ତ ଗ୍ରତେ ସଂକ୍ଷେପେ କହିଲି ମୁଁ ଯେତେ ରାମଚରିତ ପୁଣ୍ୟ କଥା ଯେଣେ ଖଣ୍ଡଇ ଭବ ବ୍ୟଥା ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ एकादशोऽध्यायः। शुक उवाच शृण परीक्ष महीपति श्रीरघुनाथଙ୍କ सन्तति अतिथि कुशर नंदन निषद्धतार तहु जन्म नभ ताहार हुए सुत ता पुत्र पुंडरीक ख्यात ता पुत्र क्षम धन्वा नाम रूपे सुंदर अनुपम इक्ष्वाकु वंशे राजा जेते तोते कहिली भविष्यते सुमित्र जाए कली जुगे एते नृपति हेवे भोगे आदित्य वंशानुचरित जे अबाभूत भविष्यत ताहांक जन्म ए संसारे शुणन्ते सर्व पाप हरे बोलई विप्र जगन्नाथ नवम स्कन्धे भागवत इति श्रीमद्भागवते महापुराणे पारमहंस्यां संहितायां नवम स्कन्धे द्वादशोऽध्यायः। शुक उवाच निमिजे इक्ष्वाकुर सुत ता वंशे जेते राजा जात जे कर्म कले अनुभवे शुण कहिबा तोते एबे से निमि वसिष्ठ संगते बसी भाड़िला यज्ञ अर्थे वसिष्ठ मोर यज्ञ कर मृत्युजे चारि बेदुबर वसिष्ठ तार मुख चाहि कहिले प्रिय भाव बहि इंद्र वरुण कला मते तो यज्ञ करिबि के मन्ते मु आगे इंद्र यज्ञ सारी पृथ्वी जे चारि बेदुबरी पछे करिबि यज्ञ तोर से निमि न देला उत्तर वसिष्ठ इंद्र यज्ञ गले अन्य ब्राह्मणे निमि बोले यज्ञ आरंभिले हरसे संकल्पी सहस्र बरसे हेमंते इंद्र यज्ञ सारी निमिर वाक्य से सुमरी से यज्ञ करिबार आसे बेगे मिलिले निमि पासे यज्ञ